ପାଟଣାରେ ପାଳିତ ହେଲା ରାଷ୍ଟ୍ରୀୟ ଡ୍ରାଇଭର ଦିବସ। ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ କେନ୍ଦୁଝର ଜିଲ୍ଲା ପାଟଣାରେ ପାଳିତ ହୋଇଯାଇଛି ରାଷ୍ଟ୍ରୀୟ ଡ୍ରାଇଭର ଦିବସ। ସେପ୍ଟେମ୍ବର 1 ତାରିଖକୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ରୂପେ ପାଳନ କରିବା ପାଇଁ ଆଜି ପାଟଣାରେ ଶହ ଶହ ଡ୍ରାଇଭର ଯୋଗ ଦେଇ ସର୍ବପ୍ରଥମେ କେକ୍ କାଟି ଶୁଭାରମ୍ଭ କରିଥିଲେ। ପ୍ରଥମେ ପାଟଣା ବ୍ଲକ କାର୍ଯ୍ୟାଳୟ ନିକଟରୁ ଏକ ବିଶାଳ ବାଇକ୍ ରାଲି ଆରମ୍ଭ କରି କେନ୍ଦେଇ ପଶି ରାଜନଗର ତୁରୁମୁଙ୍ଗା ଦେଇ ଖିରେଇଟାଙ୍ଗିରି ଟୋଲ୍ ଗେଟ୍ରେ ଶେଷ କରିଥିଲେ। ଡ୍ରାଇଭରମାନଙ୍କ ସୁରକ୍ଷା ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ଗଠନ କରାଯାଇଥିବା ବେଳେ ମହାସଂଘକୁ ମଜବୁତ ରଖିବା ପାଇଁ ଏହି ସେପ୍ଟେମ୍ବର 1 ତାରିଖକୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ରୂପେ ପାଳନ କରିବା ପାଇଁ ସଚେତନ ବାର୍ତ୍ତା ଦିଆଯାଇଥିଲା। ଡ୍ରାଇଭରମାନଙ୍କ ଦ୍ୱାରା ଅନେକ କାର୍ଯ୍ୟ ହାସଲ ହେଉଥିବା ବେଳେ ପ୍ରତ୍ୟେକ କ୍ଷେତ୍ରରେ ଡ୍ରାଇଭରମାନଙ୍କ ଉପସ୍ଥିତି ଜରୁରୀ ଅଟେ। ଗତ କୋଭିଡ୍ ସମୟରେ ନିଜ ଜୀବନକୁ ବାଜି ଲଗାଇ ଯେଭଳି ଭାବରେ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟ କରିଥିଲେ ତାହାର ଜ୍ୱଳନ୍ତ ପ୍ରମାଣ ସମସ୍ତେ ପାଇସାରିଛନ୍ତି। ତେଣୁ ଡ୍ରାଇଭର ଯେ ଜଣଙ୍କ ଜୀବନ ବଞ୍ଚାଇବାର ମୁଖ୍ୟ ଭୂମିକା ନେଇଥାଏ ଏକଥା କେହି ଅସ୍ୱୀକାର କରିପାରିବେ ନାହିଁ। ସମସ୍ତ ଡ୍ରାଇଭର ଏକତ୍ରିତ ହୋଇ ଏକତାର ବଳ ସୃଷ୍ଟି କରିବା ପାଇଁ ଏହି ସେପ୍ଟେମ୍ବର 1କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ରାଷ୍ଟ୍ରୀୟ ଡ୍ରାଇଭର ଦିବସରେ ଅନେକ ଡ୍ରାଇଭର ଯୋଗ ଦେଇ ଏହି ମହାସଂଘର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରଥମ ଭାବରେ ଏହି ଦିବସ ପାଳନ ହୋଇଥିବା ବେଳେ ଆଗାମୀ ଦିନରେ ଏହା ଅଧିକ ସରଗରମରେ କରାଯିବ ବୋଲି ପ୍ରକାଶ କରିଛନ୍ତି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।